ଦୀର୍ଘାୟୁର ପ୍ରକ୍ରିୟା। ଦୀର୍ଘାୟୁ ହେଇପାରିବନି କେମିତି? ହେଇପାରିବ କେମିତି? ଭଲ ଭାବରେ ଆମେ ଜାଣିବାକୁ ପଡିବ। ମଣିଷକୁ କୁହାଯାଏ ନାସାଗ୍ରେ ପ୍ରାଣବାୟୁ ଦାନୀ ମନୁଷ୍ୟ। ଆଉ ସେ କାହା ମଧ୍ୟରେ ଗଲେ ଯେତେ ଯାହା ଥାଉ ନାସାଗ୍ରେ ପ୍ରାଣବାୟୁ ଅଛି। ଆକୁ ପୁଣି ଅଟକେଇବାକୁ କାହାର ଆୟତ ନାହିଁ, କେବଳ ପରମେଶ୍ୱର ଦାୟିତ୍ୱ। ତେଣୁ ପ୍ରଥମେ କହିବି ଆପଣଙ୍କୁ, ମଣିଷ ଦୀର୍ଘାୟୁ ହେଇପାରେ ନାହିଁ କୋଉ କାରଣରୁ, ନ ହେବାର ସମ୍ଭାବନା ଅଛି କୋଉ କାରଣରୁ, କିନ୍ତୁ ଦୁଷ୍ଟ ବି ଦୀର୍ଘାୟୁ ହେବାର ଚାନ୍ସ ପାଇବନା ସେ ବି ହେଇପାରେ, କିନ୍ତୁ ତାର ଭାବପୂର୍ଣ୍ଣ ସମ୍ପୂର୍ଣ୍ଣ ଅଲଗା। ପ୍ରିୟ ଭାଇ ମାନେ ଦେଖନ୍ତୁ, ଟିକେ ଗୋଟେ ମିନିଟ୍ ଉପଦେଶ ଛଅ କରିବ ଏକ ରୁଟିନ ଜଲ୍ଦି ଜଲ୍ଦି ଦୁଃଖର ବିଷୟ ଶୁଣନ୍ତୁ ପ୍ରିୟ ଭାଇ ମାନେ। ଗୋଟେ ମିନିଟ୍ ହେଇପାରେ ଏଭଳି ଆଶୀର୍ବାଦ ଆପଣଙ୍କୁ ପ୍ରଦାନ କରିବେ, ଯାହା ଚାହିଁଲେ ତାହା ଆପଣ ଭୋଗ କରିପାରିବେ। ଏଇ କଥା ସୋଲୋମନ ଆରମ୍ଭରୁ କହିଥିଲେ। ସେ ଯାହା ଚକ୍ଷୁ ଦେଖିଲେ ତାହା କରିଦେଲେ, ଯାହା ଚାହିଁଲେ ତାହା କରିଦେଲେ, କିନ୍ତୁ ତାର ପରିଣାମ ଶେଷରେ ଭୟଙ୍କର ହେବାକୁ ଗଲା। କୌଣସି ମନୁଷ୍ୟ ଶହ ଶହ ସନ୍ତାନ ଜନ୍ମ କରିବ, ଅନେକ ବର୍ଷ ବଞ୍ଚି ଦୀର୍ଘଜୀବୀ ହେବାର ଚାନ୍ସ ଅଛି। ପ୍ରିୟ ଭାଇ ମାନେ, ଦୀର୍ଘ ବର୍ଷ ବଞ୍ଚିବେ ବାପା ମା ମାନେ, ଦୀର୍ଘାୟୁ ହେବେ, ବୁଢା ବୁଢୀ ପର୍ଯ୍ୟନ୍ତ ରହିବେ, କିନ୍ତୁ ଆରାମ ନାହିଁ, ଶାନ୍ତି ନାହିଁ, ପରିତ୍ରାଣ ନାହିଁ। ତାର ପରିଣାମ କଣ ଶୁଣନ୍ତୁ। ତାହାଠାରୁ ଯେବେ ସେ 100 ବର୍ଷ ବଞ୍ଚିବ, ଶାନ୍ତି ନାହିଁ କି ସୁଖ ନାହିଁ, ପରିତ୍ରାଣ ନାହିଁ, ତାର ପ୍ରବଳ ଭଲରେ ହେଇପାରିବ ନାହିଁ। ତା ଅପେକ୍ଷା ଗର୍ଭପାତ ଯଦି ହୁଏ ତା ପକ୍ଷରେ ଭଲ ହେଇଥାନ୍ତା। ଏ ପ୍ରକାର ଦୁଷ୍ଟର ଦୀର୍ଘାୟୁ ଉପରକୁ ମୁଁ ବର୍ଣ୍ଣନା କରୁନାହିଁ, କିନ୍ତୁ ପଦେ କହିବାକୁ ଚାହୁଁଛି କାହିଁକି କମ ଆୟୁ ହେବାର ସମ୍ଭାବନା ଅଛି କୋଉ କାରଣରୁ। କିନ୍ତୁ ଜାଣି ରଖନ୍ତୁ, ସମୁଦାୟ ପୃଥିବୀର ମନୁଷ୍ୟମାନଙ୍କର ଆୟୁ ନିର୍ଣ୍ଣୟ ହେଇସାରିଛି। ମୋର ଆପଣଙ୍କର ସମସ୍ତଙ୍କର, ଖ୍ରୀଷ୍ଟିଆନ ନନ୍ ଖ୍ରୀଷ୍ଟିଆନ ସମସ୍ତଙ୍କର ଆୟୁ ସବୁ ପରମେଶ୍ୱର ନିର୍ଣ୍ଣୟ କରିସାରିଛନ୍ତି ଆଗରୁ। ଦେଖନ୍ତୁ ଗୋଟେ ଦିଟା ଯେ ପ୍ରେରିତ 17 ପର୍ବର 26-27। ଜୟ ପ୍ରଭୁ। କଣ ହେଲା ଜଣେ ସେପଟ ମୁହଁରେ ଠିଆ ହେଇଛି, କଣ ହେଲା? ସମସ୍ତଙ୍କର ଆପଣଙ୍କର ଜାଣି ରଖନ୍ତୁ, ହିସାବ କରିପାରନ୍ତି। ମୋର ଏତେ ବର୍ଷ ଚାକିରି ଅଛି, ମୋର ଆଉ ବୟସ ଅଛି, ହେଇପାରେ, କିନ୍ତୁ ନିର୍ଣ୍ଣିତ ଭିତରେ ଆପଣ କାହାର କେତେବେଳେ ପୂର୍ଣ୍ଣ ହବ କେହି କଳ୍ପନା କରିପାରିବ ନାହିଁ। ବରଂ ମଣିଷ ଯାକୁ ବି ଅତିକ୍ରମ କରିପାରିବ ନାହିଁ। ଆଇବ 14 ପର୍ବର 5-6। କେହି ତାର ବ୍ୟତିକ୍ରମ କରିପାରିବ ନା, ଆଗକୁ ଯାଇପାରିବ ନାହିଁ, ଘଣ୍ଟାଟି ଆଗକୁ ଯାଇପାରିବ ନାହିଁ, ସୀମା ବାହାରେ ଯାଇପାରିବନି।
ନିର୍ଣ୍ଣିତ ନିର୍ଣ୍ଣିତ ତାହାର ମାସ ସଂଖ୍ୟା ତୁମ୍ଭଠାରେ ଅଛି ଓ ତୁମେ ତାହାର ସୀମା ନିରୂପଣ କରିଅଛ, ଏଣୁ ସେ ତାହା ଲଙ୍ଘନ କରିପାରେ ନାହିଁ। ଯେଣୁ ନିର୍ମିତ କରି ଲାଗୁଛି ଶୁଣିଲା ବେଳକୁ, କିନ୍ତୁ ନିର୍ଣ୍ଣିତ ନିର୍ଣ୍ଣୟ କରାଯାଇଅଛି। ଆପଣ ଦୁନିଆରେ କେତେ ବର୍ଷ ବଞ୍ଚିବେ? ରୋଗ ହେଉ ନ ହେଉ, ଛୋଟ ହେଇପାରନ୍ତି, ବଡ ହେଇପାରନ୍ତି। ପ୍ରିୟ ଶ୍ରୋତା ବନ୍ଧୁ, ଭଲରେ ଶୁଣନ୍ତୁ, ନିର୍ଣ୍ଣିତ ମଧ୍ୟରେ ଆପଣ ଶୁଣୁଛନ୍ତି, ମୁଁ ଶୁଣୁଛି, ଆଉ ଦୁନିଆର ପ୍ରେସିଡେଣ୍ଟ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ସମସ୍ତେ ଶୁଣୁଛନ୍ତି। ଯେଡ଼େ ବଡ ଲୋକ ହେଲେ ମଧ୍ୟ ତାରି ଭିତରେ ଅଛନ୍ତି। ତଥାପି ଦରକାର ପଡ଼ିଲେ ପରମେଶ୍ୱର ନିର୍ଣ୍ଣିତ ବୟସରୁ କମ କରି ପାରୁନାହିଁ। ଭଲରେ ଶୁଣନ୍ତୁ, କଣ କାରଣରୁ? କାରଣ ନିଶ୍ଚୟ ପରମେଶ୍ୱରଙ୍କ ଅଛି। ଆପଣଙ୍କ 200 ବର୍ଷ ପର୍ଯ୍ୟନ୍ତ ନିର୍ଣ୍ଣିତ ହେଇଛନ୍ତି ସତ, କିନ୍ତୁ ପରମେଶ୍ୱର ଅନେକ ସମୟ ଅଧିକାଂଶ କାଟି ଦେଇ ପାରନ୍ତି। କେମିତି? ଉପଦେଶକ 7 ବର୍ଗର 17 ତାର କାରଣର ସହିତ ଶୁଣନ୍ତୁ। ତୁମେ ଅତି ଦୁଷ୍ଟ ହୁଅ ନାହିଁ, ଅତି ଦୁଷ୍ଟ ହୁଅ ନାହିଁ, ଜମା ନିର୍ବୋଧ ହୁଅ ନାହିଁ। ସୀମା ଭିତରେ ଆପଣା କାଳ ପୂର୍ବରେ କାହିଁକି ମରିବ? ବେଶ କଥା ହଉଛି। ଅତିରିକ୍ତ ଦେବେ ଦୁଷ୍ଟ ହେବ, ଅତିରିକ୍ତ ଗର୍ବୀ ହେବ, ଅତିରିକ୍ତ ଦେବେ ଆଉ ଈଶ୍ୱରଙ୍କ ବିଦ୍ରୋହର କାରଣ ହେବେ। ମୁଁ କହିବି, ବାଣ ଜାତିରେ ଏକ୍ସେସ୍ ଧନ କାହାର ନାହିଁ। ଅଳ୍ପ ଏକ୍ସେସ୍ ଧନ, ଏକ୍ସେସ୍ লিডিং পাওয়ার কাহার, ক্ষমতা কাহার, ବାହାରେ କାହାକୁ ଆମେ କ୍ଷମତା ଦେଖେଇ ପାରିବୁନୁ। ଆମେ ଗାଁରେ ଗାଁ ଲୋକଙ୍କୁ ଡରୁଛୁ, ବାହାର ଦେଖେଇ ପାରିବୁ। ଦେଖନ୍ତୁ, ବିଚାର କରନ୍ତୁ, ପୂର୍ବରେ କିଛି ବର୍ଷ ପୂର୍ବରେ ଗରିବାରେ ଏମିତି ଲିଡର ମାନେ ଥିଲେ, ଗାଁ ବାହାରେ କ୍ଷମତା ଦେଖେଇ ପାରୁଥିଲେ। ବର୍ତ୍ତମାନ କିଏ ଅଛନ୍ତି କୁହନ୍ତୁ? କେହି ନାହାନ୍ତି। ମୁଁ କହିବି, କେହି ନାହାନ୍ତି। ଏଇଠି ନୁହଁ, କୋଉଠି? ସୀମା ବାହାରେ କ୍ଷମତା ଦେଖାଇବା ପାଇଁ, ସୀମା ବାହାରେ ଅଧିକାର ଦେଖାଇବା ପାଇଁ, ଜ୍ଞାନ ଦେଖାଇବା ପାଇଁ, ଧନ ଦେଖାଇବା ପାଇଁ, ଆଉ ବଳ ଦେଖାଇବା ପାଇଁ କେହି ନାହାନ୍ତି। ବିପଦ ଆସିଲେ ନନ୍ ଖ୍ରୀଷ୍ଟିଆନଙ୍କ ଲିଡରମାନଙ୍କ ପାଖକୁ ଆପଣ ଯିବା ଛଡା କିଛି ରାସ୍ତା ନାହିଁ। କାହିଁକି ବେଶୀ ହେବାକୁ? ଭଲ କାହାର ଅଭ୍ୟାସ ଅଛି, ଗାଁକୁ ଆମେ ଡରେଇବାକୁ ଯାଉଛୁ। ଆଉ ସବୁଠାରୁ କଣ? ମଣ୍ଡଳୀକୁ ଡରାହଣା କରିବା ଛଡା ଆମଠାରେ କୌଣସି ଶକ୍ତି ଆଉ ନାହିଁ। କାରଣ କଣ? ମାନେ ମଣ୍ଡଳୀ ଦୁଷ୍ଟ କାମ କରିବନି, ତେଣୁ ମଣ୍ଡଳୀକୁ ବୈଠକକୁ ଡରାହଣା କରିବାର ଆମର ଅଭ୍ୟାସ ଅଛି। ସବୁ ମଣ୍ଡଳୀରେ, ସବୁ ସମାଜରେ ଅଛି। ବୈଠକରେ ଦଳ ଭେଦ, ଦଳ ବଦ୍ଧ କରି, ମେଜରିଟି କ୍ରିଏଟ କରି ବୈଠକକୁ ହଲଚଲ କରିବା, এইটা ହିଁ ଆପଣଙ୍କର ଶକ୍ତି। ଆଉ କୋଉଟା ଜିରୋ? ଅନ୍ୟ ଜାଗାରେ ମୁଁ ଏକଦମ ଫ୍ରାଙ୍କଲି କହିବି, ଜିରୋ। କୌଣସି ବିଜ୍ଞାନୀ ଲୋକ, ଆପଣଙ୍କ ଜଣେ ଜ୍ଞାନୀ ଲୋକ, ତାକୁ ଡାକ କରି କହିବାର ଚାନ୍ସ ନାହିଁ। ତଥାପି ବେଲୁନ ଫୁଙ୍କିଲା ପରେ ନିଜକୁ ଆମେ ଫୁଙ୍କି ବଡ କରିଛୁ, ଡିଜାଇନ କରିଛୁ। ବେଲୁନ ନାମକରଣରେ, ଜନ୍ମ ଦିବସରେ ବେଲୁନ ଡେକୋରେସନ ବହୁତ ଥିଲା। ପ୍ରାର୍ଥନା ଚାଲିଥିବା ଡୁଟା ଫୁଟୁଥିବା। ଠିକ ମଣିଷ ସେମିତି ବେଲୁନ ବିକିବା ଲୋକ ସମାନ ମାପରେ ଫୁଙ୍କିକିରି ବାନ୍ଧିକି ଦେଲେ। ଆମେ ଫୁଙ୍କିଲା ବେଳକୁ ମାପ ବାହାରେ, ଆମର ପାଟିରେ ଫୁଟି ଯାଉଛି। ଆମେ ସେଇ ସାଧାରଣ ମାପକୁ ଆମେ ଜାଣିପାରିଲୁ। ଆମ କୋଉଟା ଜାଣିବୁ? ଆମ ଧର୍ମର ତତ୍ଵ ଆମେ ଜାଣିବୁ, ଜାଣିବୁ କୋଉଟା? ଆମ ଧର୍ମଶାସ୍ତ୍ର ଆମେ ଜାଣିବୁ, ଜାଣିବେ କୋଉଟା? ଆପଣ ଜାଣିବୁ ଅତିରିକ୍ତ ଦୁଷ୍ଟ, ଅତି ସୀମା ବାହାରେ ଗର୍ବୀ, ଅହଙ୍କାରୀ। କାଳ ସମୟ ପୂର୍ବରୁ ସେ
এটা তো জেনারেল কথা, এটা সর্বসাধারণ কথা, কিন্তু মো স্পিরিচুয়ালি এই মান্ডলিক ক্ষেত্রের কথা কবি শুনতো। প্রথম সামুয়েল 2:32। জয় প্রভু। ପୁଣି ପରମେଶ୍ୱର ଇସ୍ରାଏଲକୁ ଯେ ମଙ୍ଗଳ ପ୍ରଦାନ କରିବେ, ସେ ସବୁ ମଧ୍ୟରେ ତୁମ୍ଭେ ଆମ୍ଭ ଆବାସରେ ବିପତ୍ତି ଦେଖିବ, ଆଉ ତୁମ୍ଭ ଗୃହରେ କେହି କଦାପି ବୃଦ୍ଧ ହେବ ନାହିଁ। ଆଉ ତୁମ୍ଭର ଯେଉଁ ଲୋକକୁ ଆମ୍ଭେ ଆପଣା ଯଜ୍ଞବେଦୀରୁ ଉତ୍ଥିତ ନ କରିବା, ସେ ତୁମ୍ଭ ଚକ୍ଷୁର କ୍ଷୟ ଓ ତୁମ୍ଭ ହୃଦୟର ଶୋକ ଜନ୍ମାଇବାକୁ ରହିବ। ପୁଣି ତୁମ୍ଭ ବଂଶଜାତ ସମସ୍ତେ ଯୌବନାବସ୍ଥାରେ ମରିବେ। କୋଉଠି ଭାଇ ଭଲରେ ଶୁଣନ୍ତୁ ପ୍ରିୟ ଖ୍ରୀଷ୍ଟିଆନ ଭାଇ ମାନେ ଭଉଣୀ ମାନେ, କୋଉଠି ଭାଇ ପରମେଶ୍ୱରଙ୍କ ସେବା କାର୍ଯ୍ୟକୁ ତୁଚ୍ଛ ଜ୍ଞାନ କଲେ ଅଦ୍ଭୁତ ନ୍ୟାସ। ପରମେଶ୍ୱରଙ୍କ ସେବା କାର୍ଯ୍ୟକୁ, ସେବା ଉପାସନାକୁ, ବଳିଦାନକୁ ପାପରେ ପରିଣତ କଲେ। এই କାରଣରୁ ଦୀର୍ଘାୟୁ ହେଇପାରିବେ ନାହିଁ। ସମସ୍ତେ ଯୌବନ ସମୟରେ ମରିବେ, କେବେ କଦାପି ବୃଦ୍ଧ ହେବେ ନାହିଁ। ଚିନ୍ତା କରନ୍ତୁ, ଆପଣଙ୍କ ଗାଁରେ ବହୁତ ବୁଢା ଲୋକମାନେ ସରିଗଲେଣି। ଯୋଉ ବୁଢା ଲୋକମାନଙ୍କର ନାଁ ଥିଲା ଗାଁରେ, ଆପଣଙ୍କ ନାଁ ସେମିତି ହେବ କି ସେଇ ବୟସରେ? ନା କଣ? ପ୍ରକୃତରେ ମନ ପରିବର୍ତ୍ତନ, ଏହା ମନ ପରିବର୍ତ୍ତନ ନୁହେଁ। ଖ୍ରୀଷ୍ଟିଆନ ଘରେ ଜନ୍ମ ହେଇଛୁ, ଆମେ ଜାଣିଛୁ ବାସ୍ତବରେ ମନ ପରିବର୍ତ୍ତନ କରିବା ଦରକାର, ବାସ୍ତବରେ ପରିତ୍ରାଣ ପାଇବା ଦରକାର, ବାସ୍ତବରେ ଯୀଶୁଙ୍କୁ ପାଇବା ଦରକାର। ତେଣୁ ଅଧା ସମୟରେ ଉଣା ହେଇଯିବାର ସମ୍ଭାବନା ଅଛି ଗର୍ଭୀ ମାନଙ୍କୁ। 102 ଗୀତ ସଂହିତାର 23। ଜୟ ସର୍ବଶକ୍ତିମାନ ପ୍ରଭୁ। ସେ ପଦ ମଧ୍ୟରେ ମୋର ବଡ଼ ରାଗ କଲେ, ସେ ମୋହର ଆୟୁ ହରା କଲେ। କହିପାରନି ଆମର ଯେତେ ଦିନ ହେବାର ଥିଲା ସାରା ଆଙ୍ଗଳି କମେଇ ଦେଇପାରନ୍ତି। ନିଜକୁ ସେମ୍ ସମସ୍ୟା ଆସିବ, ସେମ୍ ସମସ୍ୟା ଆସିବ। ଜାଣିଛନ୍ତି ଇଜକିୟଙ୍କୁ ସେ ଦୀର୍ଘାୟୁ କରିଦେଲେ ସତ, କିନ୍ତୁ ଇଜକିୟର ଭୁଲଭାଲ ଅନେକ ଥିଲା। ସଂଶୋଧନ ପରେ ହେଲେ ପରମେଶ୍ୱରଙ୍କୁ ଗୌରବ ଦେଇ ତାର ଧନ ସମ୍ପତ୍ତି ଦେଖେଇ ବସିଲେ ଲୋକମାନଙ୍କୁ, ତାଲା ଫିଟେଇ ଫିଟେଇ ବନ୍ଦାର ସବୁ ଲୋକମାନଙ୍କୁ ଦେଖେଇ ବସିଲେ। କୌଣସି ଭୁଲ ବ୍ୟବସାୟ ଯଦି ଆପଣଙ୍କର ଭଲ ଚାଲିଛି, ଟଙ୍କା ପଇସା ଯଦି ଖେଳୁଛି, ବହୁତ ସାବଧାନରେ ପାଦ ବୁଲିବେ, ନହେଲେ କିଛି ବର୍ଷ ପରେ ପଳେଇ ବସିବ। ପଳେଇ ଯାଇଛି, ଆପଣ ମାନେ ଅଛନ୍ତି ଏବେ ବର୍ତ୍ତମାନ, ପଳେଇ ଯାଇଛି। ଯେତିକି ବର୍ଷ ପୂର୍ବରୁ ଥିଲା ସେ ଚାହିଦା ବର୍ତ୍ତମାନ ନାହିଁ। ମୁଁ ସଫା କହୁଛି ନାହିଁ। ଚାନ୍ସ ଅଛି ଏବେ, ପୁନର୍ବାର ପ୍ରସ୍ତୁତ ନିଯୋଗ କରିବା ପାଇଁ ଚାନ୍ସ ଅଛି। ଏବେ ବି ଚାନ୍ସ ଅଛି ପ୍ରିୟ ଭାଇ ମାନେ। ତେଣୁ ଯିଶାୟ କହିଲା ପରେ ହିଜକିୟ କ୍ରନ୍ଦନ କରିବାର ମତଲବ ଶୁଣନ୍ତୁ। ଯିଶାୟ 38:9-10। ଇହୁଦାର ରାଜା ହିଜକିୟ ପୀଡ଼ିତ ହୋଇ ଆପଣା ପୀଡ଼ାରୁ ସୁସ୍ଥ ହେଲା ପରେ ଏହା ଲେଖିଲା, ଯଥା ମୁଁ କହିଲି, ମୁଁ ଆପଣା ଆୟୁର ମଧ୍ୟାହ୍ନ ସମୟରେ ପାତାଳର ପୁରଦ୍ୱାରରେ ପ୍ରବେଶ ଶୁଣନ୍ତୁ, ସେମିତି ଥିଲା, ଚାନ୍ସ ଏମିତି ଥିଲା। ଆୟୁଷର ଅଧା ସମୟ ଅଛି, ଆୟୁଷର ଅଧା ସମୟରେ ତାକୁ ପରମେଶ୍ୱର ନେଇଯାଉଥିଲେ। ଶୁଣନ୍ତୁ, ମୁଁ ଆପଣା ବର୍ଷ ସମୂହର ଅବଶିଷ୍ଟାଂଶ ପ୍ରାପ୍ତିରୁ ବଞ୍ଚିତ ହେଲି। ବଞ୍ଚିତ ମାନେ ପାଇବାକୁ ଥିଲା, ପାଇପାରିଲା ନାହିଁ। ବଞ୍ଚିତ ବେଲେ ଅନେକ ଲୋକ ପ୍ରାର୍ଥନା କରୁଛନ୍ତି ପରଦିନ ଆଡ଼କୁ, ନୂଆ ବର୍ଷ ଭିତରେ ସାରା ବର୍ଷ ଆମକୁ ବଞ୍ଚିତ କରିବେ। ନ ଭୁଲ, ସେ ବଞ୍ଚାଇଲ, ବଞ୍ଚିତ, ବଞ୍ଚିତ ମାନେ ଫେଲ, ଅଧିକାର ଥିଲା କିନ୍ତୁ ପଳେଇଲା। ତେଣୁ ରାଜା ହେଲେ ମଧ୍ୟ ଜଣେ ମନୋନୀତ ଲୋକଙ୍କୁ ମଧ୍ୟ ପରମେଶ୍ୱର ଦରକାର ପଡ଼େ। ଉଣା କରିଦେଇପାରନ୍ତି, ଉଣା ହେବାର ଚାନ୍ସ ଅଛି ଏଥିରେ। ପୁଣି ଦେଖନ୍ତୁ ହିତବଚ 10:27 କି ହିସାବରେ ଉଣା ହେବାର ଚାନ୍ସ ଅଛି, ଭଲରେ ଶୁଣନ୍ତୁ। ସଦାପ୍ରଭୁଙ୍କ ବିଷୟକ ଭୟ ଦିନ ବଢ଼ାଏ, ମାତ୍ର ଦୁଷ୍ଟର ବର୍ଷ ଉଣା କରାଯିବ। ଦୁଷ୍ଟ ଯଦି ପରିତ୍ୟାଗ କରିବ ନାହିଁ,
মূর্খামি যেবে পরিত্যাগ করিব নাহি, গর্ব যেবে পরিত্যাগ করিবে নাহি, করিব নাহি কি করিবে নাহি, নিশ্চয় উଣା হেই আସୁଛି উଣା হই আସୁଛି উଣା হই আସୁଛି দেহর উদর চিন্তা তোর হইছি মোরা, উদর চিন্তা তোর হইছি মোরা। উଣା ହେଇଛି কিন্তু সংসারের চিন্তায় আপন ব্যস্ত অছেন, সংসারের চিন্তা গির্জা হেউ সভা হেউ সমিতি হেউ সংসারের চিন্তা বন্ধন অছি অছি। এই মুহূর্ত মানকরে আমি এভয়েড করি পারো না। তেণু জানি রখন্তু প্রিয় ভাই মানে দুষ্টতা যে পর্যন্ত পরিত্যাগ করা যাব নাই, আপনার বৃক্ষে মূଳରେ টাঙ্গিয়া লাগিছি গোটিଏ ଗୋଟେ ପାହାଡ଼ ପଡୁଛି, କେତେବେଳେ ଢଳିବ କହିହେବନି। ମୁଁ ପ୍ରଥମେ କହିଲି ଯେ ଏପରି ଲୋକମାନଙ୍କର ଉଣାକର ଯୁବ ବୟସ। ଆଉ ଗୋଟେ ଶୁଣନ୍ତୁ ଗୀତ 55 ଗୀତର 23 ଯେପରି ସାବଧାନ ହେବା। ମାତ୍ର ହେ ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ସର୍ବନାଶର ଗର୍ତ୍ତମାଣିକ ରକ୍ତ ବିପାନ୍ଧୁ ଓ ପ୍ରବଞ୍ଚକ ଲୋକମାନେ ଆପଣା ଆପଣା ଆୟୁଷର ଅଧିକ ବଞ୍ଚିବେ ନାହିଁ। ବେଶ୍ রক্ত পিপাস জনগর ক্ষতি হলে হ্যাঁ নিজের লাভ উঠে কথা করতে, জনগর বিনাশ হলে নিজের লাভ চাহিবা ব্যক্তি এহলা রক্ত পিপাসু, এহলা দুষ্ট বাক্য দুরাচারী, সে অর্ধেক আয়ুষ মধ্যে জীব কি আসন্তু দীর্ঘায়ু কাহিনী আছে। দীর্ঘায়ু কামনা করা নিহাতি দরকার, বহু সময় বঞ্চিবা আত্মিক ভাবে নিহাতি দরকার। দুষ্ট বহু সময় বঞ্চিব কিন্তু শান্তি বিহনে, মুক্তি বিহনে, আরাম বিহনে আখির উপরে বসাব। ମୁଁ କହୁଛି ଅନେକ ଜାଗାରେ କଥା ପଡିଲା ବେଳେ ଧନପତି ହେଲେ ଧନପତି। ଏବେ ମୁଁ ଦେଖିଲି ଗୋଟେ ଦିନ କିଛି ବର୍ଷ ତଳେ ଡିବ୍ରି ଜଳିଛନ୍ତି, କାଚରେ କିରୋସିନ ଲଗେଇକିରି କାଚର ଠିପି କଣ ମୋ ଆଖିରେ ଏକ ପରିବାର ଛିକ ସମ୍ପତ୍ତିର ବାରି ଘରର ପିଲୁଆ ମାତ୍ର କୁଆଡେ ଚାଲିଗଲା, ସେ ପକ୍ଷୀ କୁଆଡେ ଉଡ଼ିଗଲା। ମେଢ ଫଳ ହେଉ ଯାହା ବି ହେଉ ପ୍ରିୟ ଭାଇ ଭଉଣୀମାନେ অতি শীঘ্র মন পরিবর্তন, অতি শীঘ্র নম্র, অতি শীঘ্র সমান হেବାକୁ পড়িব। দীর্ঘায়ু কামনা କରିବା ପାଇଁ, ଅନେକ ବର୍ଷ ବଞ୍ଚିବା ପାଇଁ ଅବ୍ରାହମଙ୍କୁ ପରମେଶ୍ୱର ଘୋଷଣା କଲେ କେତେବେଳେ ଦେଖନ୍ତୁ ତାର ହିସାବ, ତାର ଲିଷ୍ଟ ଦେଖନ୍ତୁ। 12 ପର୍ବରେ ଆହ୍ୱାନ ପାଇଲେ, 13 ପର୍ବରେ ସେ ବିଭାଗକୁ ଗୋଟେ ଡିସାଇଡ କଲେ, ସେମିତି ଡିସାଇଡ କିଏ କରିପାରିବନି। ଲୋକକୁ କହିଲେ ତମେ ଯଦି ପୂର୍ବ ଆଡେ ଯିବ ଯାଅ, ପଶ୍ଚିମ ଆଡକୁ ଯିବ ଯାଅ, ତମେ ଯୁଆଡେ ଯିବ ସେ କଣ ଭାବୁଛନ୍ତି କିଏ କେମିତି ଭାଗ କରିପାରିବ? ପୁତ୍ର ମାନଙ୍କ ସହିତ ଭାଇ ସହିତ ଭାଗ କରିପାରିବନି। ସାହି ଭିତରେ ଘର ତିଆରି ହେଲା ବେଳକୁ ଭାଇ ଭାଇ ପଇସା ଘର ଗଲାବେଳକୁ ମୋର କାନ୍ଥ ଛୁଇଁଲା ମଗ୍ନି ନାହିଁ, କଣ୍ଟା ମାରିବାକୁ ଦେବି ନାହିଁ। ଜାଣିଛନ୍ତି କାନ୍ଥକୁ ଲଗେଇ ଚାକୁଣ୍ଡେ ଛାଡି ଆଉ ଗୋଟେ କାନ୍ଥ ତିଆରି ମାତ୍ର ଆପଣମାନେ ସେମିତି ଲୋକମାନଙ୍କୁ କାର୍ଯ୍ୟକାରୀ କହୁଛି। ସାବଧାନ ହୁଅନ୍ତୁ, ବିଚାରକୁ ଆଣିବେ ପଡିବ। ବହୁ ସାବଧାନ ହୁଅନ୍ତୁ। ଠିକ ରହିଛି ସବୁ, ଘରେ ଠିକ, ସହରରେ ଠିକ। ସହରରେ ଯୋଉ ଚେହେରା, ଘରେ ସେଇ ଚେହେରା, ମାର୍କେଟରେ ସେଇ ଚେହେରା, ନହେଲେ ହେଇପାରିବନି। ମୁଁ ହେଉ ଆପଣମାନେ ଜାଣି ରଖନ୍ତୁ ପ୍ରିୟ ଭାଇ ଭଉଣୀମାନେ, ପରମେଶ୍ୱରଙ୍କ ରାଜ୍ୟ ଦୀର୍ଘାୟୁ ଯେ ଅନନ୍ତ ଜୀବନକୁ ବୁଝାଏ ସାଧାରଣ ବିଷୟ ନୁହଁ, କିନ୍ତୁ କାମନା କରିବା ଦରକାର। ଅନନ୍ତ ଜୀବନର ଆଶାରେ ଆମେ ପ୍ରଭୁଙ୍କ ନିକଟକୁ ଯିବା ନିହାତି ଦରକାର।
କେମିତି ଦୀର୍ଘାୟୁ ହେବ କେମିତି ପିଲାମାନେ ସୁନାପଦରୁ ବହୁତ କଥା କହିଲେଣି। ବାପା ମାଙ୍କୁ ସମ୍ଭ୍ରମ କରାଯାଏ, ଦ୍ୱିତୀୟ ଥର ପଢିଛନ୍ତି ପଢନ୍ତୁ ନାହିଁ 5-16 ସମ୍ଭ୍ରମ କଲେ ଦୀର୍ଘାୟୁ। ଅନୁତାପ ଦୁନିଆରେ ଆଉ ବର୍ତ୍ତମାନ ନାହିଁ। ଯଦି ଭୁଲ ହେଇଛି ଅନୁତାପ ନାହିଁ। ଆଗରୁ କ୍ଷମା ମଙ୍ଗା ବି କାମ ଚାଲୁଥିବ, ଆଜିକାଲି କିଛି ବର୍ଷ ହେଲା ନାହିଁ, ଦେଖାଯାଉନି। এইভাবে ভাবে আমরা জন্মু, এইভাবে আমরা জন্মজন্তি রিয়েলাইজ নাই, অনুতাপ বর্ণ চূর্ণ নাই, খেদ নাই, প্রার্থনা আর ক্ষমা মাগিবার নাই। ভাই বোনে বহু সংশোধন হেବାକୁ পড়িব। মিক্স ହେଇଯାଇଛି, ସବୁ ମିକ୍ସ ହେଇଯାଇଛି, ସଂଶୋଧନ ବହୁ ଦୂରରେ ରହିଯାଇଛି। ତେଣୁ ଭାଇ বোনে বহু সংশোধন মতে হেବାକୁ পড়িব, ଆପଣଙ୍କୁ ହେବାକୁ ପଡିବ। ନହେଲେ ପରମେଶ୍ୱର ଆଇଁଷକୁ ନା କରିବେ, ଜିରୋକୁ ନେଇଯିବେ। ବର୍ତ୍ତମାନ এই କ୍ଷଣି ଧନୀକୁ କହିଲେ ମୋ ଧନ ଅଛି, ଏହା କରିବି ତାହା କରିବି ତାହା କରିବି, ମାତ୍ର ଯଦି ଆଜି ତୋଠାରୁ ନିଆଯାଏ ତୋର ପ୍ରାଣ ଆୟୁଷ ସାଢେ ମିଲି ମଧ୍ୟ ମନା କରିଦେଇପାରନ୍ତି। ତେଣୁ ଦିନ ବଢିବ କେତୋଟି କାର୍ଯ୍ୟକଳାପର ସଂଶୋଧନ, ତା ସାଧାରଣ ପରେ ଲାଗୁଥିବ, କିନ୍ତୁ ବ୍ୟକ୍ତିଗତ ବ୍ୟବହାରରେ କେତୋଟି ଜଷ୍ଟ ଉଦାହରଣ ଦେଉଛି ଶୁଣନ୍ତୁ। ଦ୍ୱିତୀୟ ପଦ 22-7 এটা হচ্ছে সাধারণ কাজ, বাহির কাজ, তাকে ବି ସଂଶୋଧନ କରିବାର ଅଛି। ଛୁଆକୁ ମାକୁ ମାରିବନି। ପକ୍ଷୀର ବସା ଦେଖିଲ, ମା ଉଡି ଯାଇପାରିନି, ଛୁଆ ଘରେ ବସିଛି, ତୁମେ ଛୁଆକୁ ମାକୁ ମାରିବ। ଛୁଆକୁ ନେଇ ମାର, କିନ୍ତୁ ମାକୁ ଛାଡ଼ିବାର ଅଛି। ଜାଗତିକ ବ୍ୟବହାର, ସାଧାରଣ କାର୍ଯ୍ୟର ବ୍ୟବହାର ଜାଣି ରଖନ୍ତୁ। ୟାକୁ ବ୍ରାଞ୍ଚ କରି ଆପଣ ଚିନ୍ତା କରନ୍ତୁ। ମାରୁଥିଲା ଆଉ ତାର ପେଟରୁ ଛୁଆକୁ ମଧ୍ୟ ପୁରେଇବି। এইଭଳି ଆଉ ଯାହା ବି ଅଛି ଛାଡ଼ିବା ଦରକାର। ଆରମ୍ଭ କରୁଛି ଖାଇବା ପିଇବାରେ ସର୍ବନାଶ ଘଟିଛି ବଡ ବଡ ଲୋକମାନଙ୍କର। ଖାଇବା ପ୍ରଭୁ କହିଲେ ତୁମକୁ ମସ୍ତକ ମୁଣ୍ଡରେ ମାରିବା ପାଇଁ, ଛୋଟ ବସ୍ତ୍ର ପିନ୍ଧିବା ପାଇଁ, କାନ୍ଦିବା ପାଇଁ ପରମେଶ୍ୱର ଡାକିଲେ, କିନ୍ତୁ କହିଲେ ଲୋକମାନେ ଆସ ଆମେ ଖାଇ ପିଉ। କି ଉପବାସ, କି ଅଖା ପିନ୍ଧିବି, ପ୍ରାର୍ଥନା କରିବ, ଖାଇ ପିଉ। ପ୍ରଭୁ କହିଲେ ମରଣ କାଳ ପର୍ଯ୍ୟନ୍ତ ଏହି ଅପରାଧ କ୍ଷମା ମାନେ ଭଲ ସମୟକୁ ଘୃଣା ଯେ କରିବ, ଏଭଳି ଯେ କରିବ, ମରଣ ପର୍ଯ୍ୟନ୍ତ ଅପରାଧ କ୍ଷମା। ଜାଣି ରଖନ୍ତୁ ପ୍ରିୟ ଭାଇ ଭଉଣୀ, ନୀତି ନିୟମକୁ ଜାଣିବାର ଅଛି, ବହୁତ ଭିତରକୁ ଆସିବାର ଅଛି। ଯେବେ ପକ୍ଷୀକୁ ଅଣ୍ଡା ଆଣିବାକୁ ଯାଉଛନ୍ତି, ମାକୁ ଅଣ୍ଡାକୁ ମାରନ୍ତୁ ନାହିଁ, ଛାଡ଼ି ଦିଅନ୍ତୁ ଗୋଟେ। ଏପରି ଆମର କନସାଇନ୍ସ ଯାହା କହିବ ତେଣିକି ସେଭଳି କରିବ। ପୁଣି ଦେଖନ୍ତୁ 2 Corinthians 32:27 ଜୟ ପ୍ରଭୁ। କଥା এই কথা ଯୋଉଟା ପ୍ରଚାରିତ ହେଉଛି ସେଇ କଥା ବ୍ୟର୍ଥ ନୁହେଁ। ପ୍ରିୟ ଭାଇ ଭଉଣୀ, ପ୍ରିୟ ଶ୍ରୋତା ବନ୍ଧୁ, ବ୍ୟର୍ଥ ନୁହେଁ। ମୁଁ ସବୁ ଜାଗାରେ କହୁଛି, ମୁଁ ଜଣେ ଅଣସଂ
संप्रदाय विशिष्ट आह्वान प्राप्त कैथोलिक बाप्टिस्ट लुथरान पेंटिकस्ट सबु समस्त भाई ଏହା ଘୋଷଣା ଯୋଗ୍ୟ ପରମେଶ୍ୱରଙ୍କର ବୋହୁ ଶୁଣିବା ପାଇଁ ଏଭଳି କରନ୍ତୁ ନାହିଁ, ଶୁଣନ୍ତୁ ବଞ୍ଚିବା ପାଇଁ। এই କଥାକୁ ଏଭଳି କରନ୍ତୁ ନାହିଁ, ଶୁଣନ୍ତୁ। ଆପଣଙ୍କୁ ବି କହିବି ଯେବେ କୌଣସି ଏମିତି ସମର୍ପିତ ଡେଡିକେଟେଡ ହାତରେ ଆସିବ ତାଙ୍କର ପ୍ରିଚିଂ ଆପଣ ଶୁଣନ୍ତୁ, ମାନନ୍ତୁ। ସେଭଳି ଭାବ ଚିନ୍ତାଧାରା ପରିତ୍ୟାଗ କରନ୍ତୁ, ନଚେ ବିପଦ ସୁନିଶ୍ଚିତ। ଦିନ ବଢେଇବା ପାଇଁ ପ୍ରିୟ ଭାଇ ମାନେ এই କଥା ହୃଦୟରେ ପାଳନ କରନ୍ତୁ। ପରମେଶ୍ୱରଙ୍କ କଥାକୁ ତାକୁ କୁହାଯାଏ ଜୀବନ ସମ୍ବନ୍ଧୀୟ କଥା। ଏ କଥା ହଉଛି, ଏ ପ୍ରଚାର ହଉଛି, ଏ ଶିକ୍ଷା ହଉଛି, ଯାହାକୁ ଶୁଣନ୍ତୁ ଜୀବନ ସମ୍ବନ୍ଧୀୟ କଥା। ଏ କଥାକୁ ଯଦି ଆଦର କରିବ ତେବେ କଣ ହବ? ଦିନ ବଢେଇ ପାରିବ, ଦିନ ବଢେଇ ପାରିବ। ପ୍ରିୟ ଭାଇ ଭଉଣୀ, ପରମେଶ୍ୱରଙ୍କ ଦିନ ବଢେଇବା ପାଇଁ କାହାର ଅଧିକାର ନାହିଁ। ସେଇଥିପାଇଁ ହିତୋପଦେଶ ମହାପର୍ବରେ ଗାଁ ପଦରେ ପ୍ରଭୁ କହିଲେ ମୋ ଦ୍ୱାରା ତୁମ ଦିନ ବଢିବ, ମୋ ଦ୍ୱାରା। Praise the Lord. ଯେହେତୁ ମୋ ଦ୍ୱାରା ତୁମ୍ଭର ଦିନ ବୃଦ୍ଧି ପାଇବ, ପୁଣି ତୁମ୍ଭର ବର୍ଷ ବଢ଼ିବ। ପ୍ରିୟ ଭାଇ ଭଉଣୀ, କେବଳ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବା ଦ୍ୱାରା କାହିଁରେ କାହାଠାରେ ନିର୍ଭର କରନ୍ତୁ ନାହିଁ, କେବଳ ପରମେଶ୍ୱରଙ୍କ ଦ୍ୱାରା ଦିନ ବଢିବ। 10:27 ପୁନର୍ବାର ପଢିବାକୁ କହୁଛି, ସେତିକି ଗୋଟେ ଅଲଗା କାରଣରେ ପଢିଥିଲେ। ସଦାପ୍ରଭୁଙ୍କ ବିଷୟକ ଭୟ ଦିନ ବଢ଼ାଏ। ଥ୍ୟାଙ୍କ ୟୁ। ସେଇଟା କଥା, ଦିନ ବଢିବ, ମୋର ଦିନ ବଢିବ, ଆପଣଙ୍କର ଯେତେ ସଂକଟ ଦୁନିଆରେ ଥିଲେ ମଧ୍ୟ, ଯେତେ ବିପଦ ଥିଲେ ମଧ୍ୟ ଦିନ ବଢିବ କେବଳ ପରମେଶ୍ୱରଙ୍କ ଭୟ କରିବା ଦ୍ୱାରା। ସଦାପ୍ରଭୁଙ୍କ ଭୟ କଲେ ଆଉ ଅବକ୍ତବ୍ୟ ତଥ୍ୟ କହି ହେବ ନାହିଁ, ତାଙ୍କୁ ଅନେକ ବିଷୟ ଅଛି ପରମେଶ୍ୱରଙ୍କୁ ଭୟ କରିବା ଦ୍ୱାରା। ତେଣୁ ଶୁଣନ୍ତୁ, ପରମେଶ୍ୱରଙ୍କୁ ଭୟ କରିବା ଦ୍ୱାରା ଦିନ ବଢିବ, କେବଳ ତାହା ନୁହେଁ। ପୁଣି ହିତୋପଦେଶ 28 ପର୍ବର 16 ପ୍ରଭୁଙ୍କ ଗୌରବ ଧନ୍ୟ ହଉ। ଜୟ ପ୍ରଭୁ। ଯେଉଁ ଅଦକ୍ଷ ବୁଦ୍ଧିହୀନ, ସେ ମଧ୍ୟ ଅତି ଉପଦ୍ରବୀ ହୁଏ, ମାତ୍ର ଯିଏ ଲୋଭକୁ ଘୃଣା କରେ, ସେ ଆପଣା ଦିନ ବଢ଼ାଇବ। ଦିନ ବଢିବା ପାଇଁ ରାସ୍ତା କଣ? ଲୋଭକୁ ଘୃଣା କରିବାର। ବହୁତ ବହୁତ କଥା, ବହୁତ ଉଦାହରଣ, ବହୁତ ଶିକ୍ଷା, ବହୁତ ଘଟଣା ଆମ ସାମ୍ନାରେ ଆସିଛି, ମୋ ସାମ୍ନାରେ, ଆପଣଙ୍କ ସାମ୍ନାରେ। ଜଣେ ବିଶିଷ୍ଟ ପରମେଶ୍ୱରଙ୍କ ଲୋକ, ସେ ବର୍ତ୍ତମାନ ନାହାନ୍ତି, ମୁଁ ବିଶିଷ୍ଟ ବୋଲି ମାନେ ତାଙ୍କୁ, ଯୋଉଠି ଡିଜିଏଲ ଦିନାକର। ତାର ଘଟଣା କଣ ହେଲା ଜାଣିଛନ୍ତି? ଫୁଲ ଆଟାଚ ଟଙ୍କା ଖାପ ଖୋଲିକିରି ପଡିଛି ରାସ୍ତା। ଦେଖନ୍ତୁ ଆଜ୍ଞା, ଏମିତି ପରୀକ୍ଷା ବାଇବଲରେ ଗିଦେନକୁ ଆସିଥିଲା। ଗୋଦା ଗୋଦା ସୁନା ଯେତେବେଳେ ଲୁଟରେ ଆଣିଲେ, ସୁନା ଲୋଭରେ ଦିନାକର କହିଲା ଘରକୁ, ଏଟା କାଳେ ଯାହାର ଅଛି ଯଦି କୁହାଯିବ, ସିଏ ମୋର ଯଦି ଖୋଜିବ ଆମେ ତାଙ୍କୁ ଦେବୁ। କିନ୍ତୁ ସେଟା କାହାର ନୁହଁ, ସେଟା ସାଇଟାନିକ ଶକ୍ତି। ଭାଇ ଭଉଣୀମାନେ, ପରୀକ୍ଷା ଯାହାଙ୍କ ପାଇଁ ଯେମିତି ସେମିତି ପରୀକ୍ଷା ଅଛି। ଆମେ ସତର୍କ ନହେଲେ ପରିବାର ଯାଞ୍ଚ ଅଛି। କାହା ପାଇଁ କୋଉଟା, ମୋ ପାଇଁ କୋଉଟା, ଆପଣଙ୍କ ପାଇଁ ସେଇଟା ନୁହଁ, ଆପଣଙ୍କ ପାଇଁ କୋଉଟା ମଣ୍ଡଳୀ ଧନର ପରୀକ୍ଷା ମଧ୍ୟ ଆପଣଙ୍କ ପାଇଁ ଆସିବେ। ଆସନ୍ତୁ, ପଡ଼ିଯାଉଛନ୍ତି ଭଲ ଲୋକମାନେ ମଣ୍ଡଳୀର ଧନର ପରୀକ୍ଷାରେ ପଡ଼ିଯାଉଛନ୍ତି, ଆଉ ସାରା ଜୀବନ କଳଙ୍କିତ ପରମେଶ୍ୱରଙ୍କ ଦୃଷ୍ଟିରେ ହେଇଯାଉଛନ୍ତି। ଆମେ ତ ଏଥିରେ ହାରି ଯାଉଛୁ, ଆଉ ଜିତିବା କୋଉଠି? ବଡ ସମସ୍ୟା ଆସିଲେ ଜିତିବା କୋଉଠି? ଧୀରେ ଧୀରେ ସେ କଳଙ୍କରେ ଆମେ କଳଙ୍କିତ ହେବାରୁ ଜଣା ପଡୁନାହିଁ, ତଥାପି ସାରା ଜୀବନ ଅବସାନ ହେଇଯାଉଛି ସବୁ। ତେଣୁ ପ୍ରିୟ ଭାଇ ଭଉଣୀ, ଲୋଭକୁ କ୍ଷମା କରିବା ନିଶ୍ଚିତ ଭାବରେ ଦରକାର। ଗିଦିୟନ କଥା ମୁଁ କହିବି ଆପଣଙ୍କୁ,
গিদিয়ন জনে সম্ভ্রান্তশালী বিক্রমশালী পরমেশ্বর ঘোষণা করে বিক্রমশালী লোক তুমি ତାକୁ ଇସ୍ରାଏଲ ସନ୍ତାନ କହିଲେ ଗିଦିୟନ ତୁମେ ତୁମର ପିତୃପୁରୁଷ ପୁଅ ସମସ୍ତେ ଆମ ଶାସନ କରିଥା ହୁଅ ତୁମକୁ ଆମେ ଛାଡ଼ିପାରିବୁନି ତୁମର ପୁଅକୁ ଛାଡ଼ିପାରିବୁନି ଗିଦିୟନ କଣ କହିଲେ ଜାଣିଛନ୍ତି ସାରା ଜୀବନ ଲିଡର ହେବା ପାଇଁ ଯଦି ମୌକା ଆସେ ଦୁନିଆରେ ମନା କରିବା ଲୋକ କିଏ ଅଛି ମୁଁ କହିପାରିବି ଗିଦିୟନ କହିଲେ ମୋ ନୁହେଁ ମୋର ପୁଅ ନୁହନ୍ତି ପରମେଶ୍ୱର ହିଁ ତୁମକୁ ଶାସନ ଏଇଭଳି ଜଣେ ଲିଡର ତାକୁ ଗୋଡ଼ ଧରିକି ଥାଙ୍କିବ ସେଇଭଳି ଜଣେ ଆଉ ସଜୟ ଲିଡର ଆଜ୍ଞା ଯୁଦ୍ଧରେ ବିଚାର ଗୋଟେ 8 ନମ୍ବର ଲେଖା ହେଇଛି ଗୋଦାର ଦର୍ଶନ ସେ କହିଲା ଯେ ମତେ କିଛି ଦରକାର ନାହିଁ ମତେ ନଥ ସେ ନଥ ଯେତେବେଳେ ନଥ ମାଗିଲା ତାକୁ ଯେତେ ଚାହିଁଲେ ସେତେ ଦେଇଥିଲେ ସବୁ ଗଦା ହେଇଗଲା ଆଉ ସେ ନଥରେ ସୁନାରେ ତାକୁ ପାପ ଜଗିଥିଲା ତାକୁ ନଷ୍ଟ କରିଥିଲା ଲୋଭକୁ ଯିଏ ଘୃଣା କରିବ ପ୍ରିୟ ବାପା ଭାଇ ଭଉଣୀ ପୁଅ ଝିଅମାନେ ଦୁନିଆରେ ଏପରି ଅନେକ ସମସ୍ୟା ଅଛି ଆପଣଙ୍କ ଜୀବନ ଯାତ୍ରାରେ অনেক মুহূর্ত সে যাত্রার চলা পথে দেখা দিয়ে শূন্য তার ছাই জাগ্রত মতে হেବାକୁ পড়িব জাগ্রত দিন বଢିବ କେତେବେଳେ ଲୋଭକୁ ଘୃଣ କଲେ ଦିନ ବଢିବ ପୁଣି ଦିନ ବଢିବା ଚାନ୍ସକୁ କହିବେ ଆପଣଙ୍କୁ ପ୍ରଥମ ଅଧ୍ୟାୟ 3 ପର୍ବର 14 ପରମେଶ୍ୱର ସବୁ ଗଲା ପରେ କହିଲେ ତାଙ୍କୁ କଣ ଶୁଣନ୍ତୁ ପୁଣି ତୁମ ପିତା ଦାଉଦ ଯେପରି ଗମନ କଲା ସେପରି ତୁମ୍ଭେ ଯେବେ ଆମ୍ଭର ବିଧି ଓ ଆଜ୍ଞା ପାଳନ କରିବା ପାଇଁ ଆମ୍ଭ ପଥରେ ଗମନ କରିବ ତେବେ ଆମ୍ଭେ ତୁମର ଆୟୁଷ ବୃଦ୍ଧି କରିବ ଯେଉଁ ପରମେଶ୍ୱରଙ୍କ ବାଟରେ ଯେଉଁମାନେ ଗମନ କରିବେ ପ୍ରିୟ ଭାଇମାନେ ଶୁଣନ୍ତୁ ଲେଖା ହେଇଛି ବାଇବଲରେ যে গো বদ্ধ করে বলিদাନରେ ସେ ମଣିଷ ହତ୍ୟା କଲା ପରେ କାହିଁକି ତାର ରିଜନ ତାର ଟୋଟାଲ ମୀମାଂସା ତଳେ ଲେଖାଇଛି ଯେ ତୁମେ ଆପଣା ଆପଣା ପଥ ନ ମାନିଲ ତେଣୁ ତୁମର ବଳିଦାନ ସବୁ ବିପରୀତ ତୁମର ନୈବେଦ୍ୟ ସବୁ ବିପରୀତ କାରଣ ଦେଖିବେ ସେଇଥିପାଇଁ ପରମେଶ୍ୱରଙ୍କ କଥା ମନୋନୀତ କରିବା ଦରକାର ମୋ ବାଟରେ ମୁଁ ଚାଲିବା ଅନୁଚିତ ଆତ୍ମିକ ଭାବରେ କାରଣ ମନୁଷ୍ୟ ଦୃଷ୍ଟିରେ କୌଣସି ପଥ ସରଳ ନିଶ୍ଚିତ ଦେଖାଯାଏ ତହିଁର ଶେଷରେ ମୃତ୍ୟୁର ପଥ ଥାଏ ତେଣୁ ପରମେଶ୍ୱରଙ୍କ ବାଟରେ ଯେଉଁମାନେ ଚାଲିବେ ବୁଝିପାରି ନଥିବେ କି କଣ ସମସ୍ତଙ୍କ ପାଇଁ ଈଶ୍ୱରଙ୍କ ବାଟ କୋଉଟା ଶାସ୍ତ୍ର ହିଁ ଈଶ୍ୱରୀୟ ପଥ ବାଇବଲ ପ୍ରମାଣ ଶାସ୍ତ୍ରୀୟ ବିଧି ନୀତି ନିୟମ ଭିତରେ ଚାଲିଲା ଏହା ହେଉଛି ତାର ବାଟ ତେବେ ଆୟୁଷ ଦୀର୍ଘାୟୁ ନିଶ୍ଚୟ କୌଣସି ଆଶଙ୍କା ନାହିଁ କୌଣସି ଅସୁବିଧା ନାହିଁ ପ୍ରିୟ ଭାଇମାନେ ତେଣୁ ଆସନ୍ତୁ ଦୀର୍ଘାୟୁ ହେବା ପାଇଁ ଦିନ ବଢିବା ପାଇଁ ଆହୁରି ପରମେଶ୍ୱର ରଖିଛନ୍ତି କିଛି କଥା ହିତୋପଦେଶ 3 ପର୍ବର 1-2 ଜୟ ପ୍ରଭୁ गिर्जा घरे आका हमें सब शैतान महाचर मते मु उदाहरण दिए आमर श्रवण सब कुआ पत्थर दृष्टि कुआ पत्थर छात धड़ा ही जीव किंतु किछि समय पर पानी गोटे मिनिट ठीक आमर सुता को हिसाब रे नीति होची ताहा भी मु कैलकुलेशन करछि को हिसाब काहे कि एते सुनो एते प्रचार होची काहार मन रे रही बन भाई समस्त आबे भूली जो समस्त गोटे बिलीव हे जाउची एते के
କେତେ ଆପଣ ହିସାବ କରନ୍ତୁ କେତେ ଲୋକ ମୋର ଶୁଣୁଛନ୍ତି ସବୁ ପ୍ରକାର ଶୁଣୁଛନ୍ତି ସବୁ ଯଦି ରହିବ ଜଣଙ୍କ ପାଖରେ ଜଣେ ନିଶ୍ଚୟ ଶକ୍ତିଶାଳୀ ହେବାର ଚାନ୍ସ ଅଛି। ଏହା ଯଦି ରହିବ ଦିମାଗ ସଂଖ୍ୟା ବଢିବ। ଆଚ୍ଛା ତାପରେ କହିବି ଆପଣଙ୍କୁ ଦୀର୍ଘାୟୁର ଲାଭଟା କଣ ଅଛି। ପରମେଶ୍ୱର ଯଦି ଦୀର୍ଘାୟୁ ଦେବେ କାହାକୁ ତାର ଫାଇଦା କିଛି କହିବାକୁ ମୁଁ ଚାହୁଁଛି। ଯେ ଅବ୍ରାହମର କଥା କହୁଥିଲି ମୁଁ ଆପଣଙ୍କୁ। ଅବ୍ରାହମ ଆହ୍ୱାନ ପାଇଲା ପରେ ତାଙ୍କ ପୁତ୍ରକୁ ସମର୍ପଣ କରିଦେଲେ ତୁ ଯୋଉଟା ଧରକୁ ଧର ତାପରେ ମୁଁ ଧରିବି। ଯଦି ତୁ ପୂର୍ବ ଦିଗରେ ଧରବୁ ତୋ ଇଚ୍ଛା, ଯଦି ପଶ୍ଚିମ ଧରବୁ ତୋ ଇଚ୍ଛା। କେହି କହିପାରିବେ ଆମ ଲାଇଫ ଆମେ କହିବାର ସମ୍ଭବ। ପ୍ରିୟ ଭାଇ ବନ୍ଧୁମାନେ ଏହା ହେଲା ସେଥିରେ ଜିତିଲା ସେ 14 ପର୍ବ ଆସିଲା। 14 ପର୍ବ ଯୁଦ୍ଧ ହେଲା। ତାଙ୍କ ପରିବାର ପରିଜନକୁ ଧରି ପଡ଼ିଲେ ଯାଇ ଯୁଦ୍ଧରେ ଜୟ ହେଇଗଲେ। 5ଟି ରାଜାଙ୍କ ଉପରେ ଜୟ କଲା। ପ୍ରିୟ ଭାଇ ମାନେ 15 ଆସିଲା। 15 ପର୍ବରେ ତାଙ୍କୁ ପରମେଶ୍ୱର ଧାର୍ମିକ ଗଣନା କଲେ, ଘୋଷଣା କଲେ ତୁମେ ଆକାଶର ତାରାକୁ ଦେଖ, ଯଦି କରିବ ଗଣ ତୁମର ବଂଶ ସେମିତି ହେବ। ବିଶ୍ୱାସ କର ଧାର୍ମିକ ଗଣନା। 17 ପର୍ବରେ ସିଦ୍ଧ ଓ ଆଚରଣ କରି ଧର୍ମାଚରଣ କରି ସିଦ୍ଧ ଓ ତାକୁ ନାଁ ବଦଳି କଲେ। ପରମେଶ୍ୱର ନାଁ ବଦଳି ଅବ୍ରାହମ ମହାପିତା ବହୁ ଲୋକର ପିତା କଲେ। ଏଭଳି ଅଧିକାର ପାଇଲା ପରେ ଏ ଆମର ପଏଣ୍ଟ ଆସୁଛି। ସେଥିପାଇଁ ମୁଁ କହୁଛି ଆପଣଙ୍କୁ। ତାପରେ ଦେଖନ୍ତୁ 20 ପର୍ବରେ ପରୀକ୍ଷା ତାଙ୍କ ସ୍ତ୍ରୀ କନ୍ୟା, କିନ୍ତୁ ସେ ଅର୍ଜନ ଭାଙ୍ଗି ନାହାନ୍ତି। କି ହୃଦୟ, କି ବିଶ୍ୱାସ ନେଇଗଲେ ତାଙ୍କ ସ୍ତ୍ରୀକୁ, କିନ୍ତୁ ସର୍ବଶକ୍ତିମାନ ପ୍ରଭୁ ହାତ ରଖିଛନ୍ତି। ସେ ଦୁଷ୍ଟକୁ କହିଲେ ଏଇ ଯୋଉ ସ୍ତ୍ରୀକୁ ତ ଆଣିଛ ତାର ସ୍ୱାମୀ ଅଛି, ସାବଧାନ। ପ୍ରିୟ ଭାଇ ଭଉଣୀ ପରମେଶ୍ୱର କେମିତିକା ସପକ୍ଷ। 22 ପର୍ବରେ ଭୟଙ୍କର ପରୀକ୍ଷା ଗୋଟେ ଆସିଲା। ପରମେଶ୍ୱର ତ ପୁଅକୁ ବଳିଦାନ କରିଦିଅ, ତ ପୁଅକୁ ବଳିଦାନ କରିଦିଅ। ସେପରି ପରୀକ୍ଷା ଆସିଲେ ଆମେ ଉଠି ପାରିବୁ ନାହିଁ। ପୁଅ କଥା ଛାଡ଼ନ୍ତୁ ନା, ଘରେ ଯଦି ଛେଳି ପୋଷିଛନ୍ତି ଯୋଉଟା ଭଲ, ଯୋଉଟା ସୁନ୍ଦର, ଯଦି ଗାଈ ପୋଷିଛନ୍ତି ଯୋଉଟା ସୁନ୍ଦର, ପ୍ରଭୁ ଯଦି କହିବେ ସେ ଗାଈକୁ ଚାଲ ଦେଇଦେବେ ଆସି ହେଇଯିବ। ଜାଣି ଶୁଣି ପରମେଶ୍ୱର କହିଲେ ତମେ 100 ଟଙ୍କା ଅର୍ଜନ କଲେ 10 ଟଙ୍କା, ଯଦି ବେଶୀ ମାଗିଥାନ୍ତେ 50-50 ହେଇଥାନ୍ତେ। ଏଠି ତ ହାରିଯାଉଛି 10 ଟଙ୍କାରେ ହାରିଯାଉଛି। ଆଉ ଯଦି 50-50 ହବ ଆଉ ଜିତିବା କୋଉଠୁ? ନିଶ୍ଚୟ। କିନ୍ତୁ ଗୋଟିଏ ପୁଅ ବୁଢା ବୟସରେ ପାଇଛନ୍ତି, ସେଇ ପୁଅକୁ ଆମ ଦେଶରେ ବଳିଦାନ ଜବାବ ନଥାଇ ଆଗକୁ ଚାଲିଲେ। କାହିଁକି କହୁଛି ମୁଁ ଆପଣଙ୍କୁ? ପରମେଶ୍ୱର ଦୀର୍ଘାୟୁ ଘୋଷଣା କଲେ ତାକୁ ଏତେ ସମୟ ପରେ। ଦୀର୍ଘାୟୁ ଘୋଷଣା ଶୁଣିଲ ଆଜି 25 ପର୍ବର 5 ଏତେ ସବୁ ପାରି ହେଇ ଆସିଲା ପରେ ତାକୁ ଦୀର୍ଘାୟୁ ଘୋଷଣା। ଅନନ୍ତର ଅବ୍ରାହମ ଇସାହାକକୁ ଆପଣାର ସର୍ବସ୍ୱ ଦେଲେ। ମାତ୍ର ଅବ୍ରାହମ ଉପପତ୍ତି ମାନଙ୍କ ସନ୍ତାନମାନଙ୍କୁ କିଛି କିଛି ଦେଇ ଆପଣା ଜୀବଦଶାରେ ଇସାହାକ ନିକଟରୁ ସେମାନଙ୍କୁ ପୂର୍ବ ଦିଗସ୍ଥ ଦେଶରେ ରହିବାକୁ ବିଦାୟ କଲେ। ଅବ୍ରାହମଙ୍କର ଆୟୁର ପରିମାଣ 175 ବର୍ଷ। ସେ ଏତେ ବର୍ଷ ପର୍ଯ୍ୟନ୍ତ ଜୀବିତ ଥିଲେ। ଅନନ୍ତର ଅବ୍ରାହମ ଉତ୍ତମ ବୃଦ୍ଧାବସ୍ଥାରେ ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ ପ୍ରିୟ ଭାଇ ମାନେ ଏତେବେଳେ ଘୋଷଣା ଆସୁଛି ତାର ଲାଇଫରୁ। ଏତେ କାମ କଲା ପରେ, ଏତେ ପାବଛ ନେଇ ଆସିଲା ପରେ, ଜୟ ହେଲା ପରେ ଧ୍ୟାନ ରଖନ୍ତୁ ଦୀର୍ଘାୟୁର ଘୋଷଣାର ମହତ୍ଵ। ପୁଣି କହିବି ଆପଣଙ୍କୁ ଓରା ନିକଟ ପଏଣ୍ଟ କହିବି। ଯାକୁବ ପୁଣି ଜିସାହା ପରନ୍ତୁନି, କିନ୍ତୁ ଜିସାହା ଦେଖିଲେ ବୁଢା ହେଇଗଲେ, ଆଶୀର୍ବାଦ କରିବାର ଅଛି ପିଲାମାନଙ୍କୁ, କରିବାକୁ ପଡିବ। କିନ୍ତୁ ବଣା ହେଇଗଲେ ସେଠି
कौन बना है परमेश्वर जाकब को आशीर्वाद करने को चाहिए प्लान दिला किंतु ए यीशु को आशीर्वाद करने को जाउछन कौन भाई मांस कुकुर मांस खाई कुकुर मांस खाई गिरी आशीर्वाद पाइबा न पाइबा लोगों को आशीर्वाद करने को जाउछन शिखमा छि दिन सकाम या कि नेशन क्रिएट करबार छि पाठ सृष्टि करबार छि तैयारी करबार छि हमो लाइफ रे ए भरी अछि जी तथापि से कहले कौन पढ़ंतु ना आदि 27 पर्व 2 ରୁ 4 ପଦରେ ମୃତ୍ୟୁ ପୂର୍ବର ମୋ ପୁଅକୁ ଆଶୀର୍ବାଦ ବୁଢା ସମୟରେ ମଧ୍ୟ ଦୀର୍ଘାୟୁ କାରଣ ଅନ୍ୟକୁ ଆଶୀର୍ବାଦ କରିବାର କ୍ଷମତା ଅଛି ବୟସ ହେଇଗଲେ ଅନ୍ୟକୁ ଆଶୀର୍ବାଦ କରିବାର ଅଧିକାର ଅଛି କେବଳ ସେତିକି ନୁହେଁ 48 पर्व ପଢ଼ନ୍ତୁ ନା ଆଜି 48 पर्वର 3 जाकब वृद्ध है जोसेफ को आशीर्वाद करिबार क्षमता अछि दीर्घायु हेले ए क्षमता प्रभु कांग दास मन को अधिक दियति केवल ता नहे प्रथम अध्याय 2 पर्व 1 ରୁ 7 रे दाऊद उठी न पारिबा अवस्था रे सोलोमन को अधिकार देले राज्य अधिकार ओ आईन रखिले ताको तेमिति करबो सिद्ध करबो ए आगो ताबो गृह निर्माण कर किछि डरिबो नहीं बुढ़ाइला आशीर्वाद करवा दीर्घायु समय केवल ताहा न और गोटे दिन मते साहाय्य करबे द्वितीय विवरण 34 पर्व 7 दीर्घायु रे परमेश्वर कौन अभिजंती देखंतु मरण काଳରେ ମୋସାଙ୍କୁ 120 ବର୍ଷ ବୟସ ହୋଇଥିଲା ତାଙ୍କର ଚକ୍ଷୁ ଧନ୍ଧଳା ହୋଇନଥିଲା କିମ୍ବା ତାଙ୍କର ସ୍ୱାଭାବିକ ବଳ ହ୍ରାସ ପାଇ प्रिय भाई ମାନେ दीर्घायु रे एहा भी रखिजंती परमेश्वर जे स्ट्रेंथ रहिबो अवसान हेबो नाही पड़िबो नाही जेमिति अछि सेमिति रहिबो काले मोर कथा कहले जियोस 14 पर्व 11 काले मोर कथा कहले मोर 40 वर्ष पूर्व जेमिति थिला वर्तमान 45 वर्ष आउ अधिक हला अर्थात 85 वर्ष हला सेमिति अछि जय प्रभु तथापि ମୋସା ଯେଉଁ ଦିନ ମୋତେ ପଠାଇଥିଲେ ସେ ଦିନ ମୁଁ ଯେପରି ବଳବାନ ଥିଲି ସେପରି ଆଜି ଅଛି ଯୁଦ୍ଧ କରିବା ପାଇଁ ଓ ବାହାରେ ଭିତରେ ଯିବା ଆସିବା ପାଇଁ ସେ ସମୟରେ ମୋହର ଯେପରି ବଳ प्रिय भाई माने थैंक यू प्रिय भाई माने परमेश्वर को द्वारा दीर्घायु रो उपकार छी आपन बड़ रहिबही आपन शक्ति रहिबही रे आउ टिके सुन जे 13 पर्व जे सुंदर बुद्धावस्था रे कोन अछि देखंतु ଏହି ସମୟରେ ଯୀଶୁ ବୃଦ୍ଧ ଓ ଗତବୟସ୍କ ହୋଇଥିଲେ ପୁଣି ସଦାପ୍ରଭୁ ତାଙ୍କୁ କହିଲେ ତୁମେ ବୃଦ୍ଧ ଓ ଗତବୟସ୍କ ହେଲ ମାତ୍ର ଏବେ ହିଁ ବହୁତ ଦେଶ ଅଧିକାର କରିବାକୁ ଅବଶିଷ୍ଟ बस जेते जत वयस्क हेले भी आउरी देश अधिकार करिबो एंती ईश्वरीय बुद्धि एंती ईश्वरीय दीर्घायु जेबे परमेश्वर दीर्घायु दियंती प्रिय भाई माने आउ देश अधिकार करिबो आउ परमेश्वर कार्य करिबो उदाहरण एतियो बुराई गनी मते मते इसेबल आक्रमण करबो जाउती प्रभु मते नहीं जाओ बोली जतबे प्रार्थना करे प्रभु किछि कहनती पोड़ा पिठा बोले खाइबो आउ ईश्वर को सेवा कार्य आगु करिबार छी 40 दिन रो बाट आओ चाहिबार छी बयस हले परमेश्वर को द्वारा बयस हले एई फायदा निश्चय छी केवल ताहु जेतबे वर्षा आसीबार शब्द सुनिले निशाय खबर देले बाबू आगो जेतबे वर्षा नट की हम इतबे चलो रथरे आगो रथरे चलले इलिशाय पाद उठे दौड़िले किंतु रथ को पछ पके आगो दौड़े गले प्रेज द लॉर्ड ए होची आपरो प्रेगिंग करबा था पाद गति रे चाली कारण परमेश्वर हस्त इलिशाय को ऊपर अवस्थान करते रथ को पछे पकाई आगो गले वयस्क हेले परमेश्वर को द्वारा वयस्क हेले प्रभु
ଶକ୍ତିମାନ କରିଦିଅ। ବ୍ୟବହାର କରନ୍ତି। ପ୍ରିୟ ଭାଇ ଭଉଣୀ ଆସନ୍ତୁ, ଆମ ବୟସ ସେମିତି ହଉ, ଆମ ବୟସ ଆଶୀର୍ବାଦର ପ୍ରାପ୍ତି ବୟସ ହଉ, ସୁଖ ଶାନ୍ତିର ବୟସ ହଉ, ଶକ୍ତି ଯୁକ୍ତ ବୟସ ହଉ, ତାହେଲେ ନିଶ୍ଚିତ ଭାବରେ ଏଥିରେ ଅଛି ପରିତୃପ୍ତ। ଆମେ ଦୀର୍ଘାୟୁ ଦେଇ ତାହାକୁ ପଢନ୍ତୁ ନା, ବହୁତ ହେଇଗଲାଣି 91 ର ସବୁ ଆମେ ଦୀର୍ଘାୟୁ ଦେଇ ପରିତୃପ୍ତ। ଦୁଇ ପ୍ରକାର ଦୀର୍ଘାୟୁ ଅଛି ପ୍ରଭୁଙ୍କ ଲୋକଙ୍କ ପାଇଁ। ବ୍ୟବହାର୍ଯ୍ୟ ଦୀର୍ଘାୟୁ ଅଛି। ବର୍ଷୀ ଲୟ ନାମକ ଜଣେ 80 ବର୍ଷର ଲୋକଙ୍କୁ ଦାଉଦ କହିଲେ, ମୋ ସାଙ୍ଗରେ ଆସ, ତମେ ମୋ ରାଜଦରବାରରେ ଖାଇବ ପିଇବ। ସେ ବୁଢ଼ାବୁଢ଼ୀ କଥା ଏବେ ଶୁଣିଛନ୍ତି, ଆପଣ ଜାଣିଛନ୍ତି। ପଢନ୍ତୁ ନାହିଁ, 2 ସାମୁଏଲ 19:32 ଲେଖା ଅଛି, ମୁଁ ଯୋଉ ଗୀତ ଗାଉଛନ୍ତି ପିଲାମାନେ, ମୁଁ ଶୁଣି ପାରୁ ନାହିଁ, କି ଯାହା ଖାଉଛି ତାର ସ୍ୱାଦ ମୁଁ ଜାଣିପାରୁନି, କି ବୁଝିପାରୁନି କିଛି। ସେଇଭଳି ନହେଇ ପରମେଶ୍ୱରଙ୍କ ଆଶୀର୍ବାଦର ଦୀର୍ଘାୟୁ, ପ୍ରିୟ ଭାଇ ଭଉଣୀମାନେ, ଏହା ହେବା ଦରକାର, ଶକ୍ତିଯୁକ୍ତ ହେବା ଦରକାର। ବାଇବଲ କହୁଛି ଜ୍ଞାନରେ ପୂର୍ଣ୍ଣ ବୟସ୍କ ଆପଣ ଯୁବା ହେଇପାରନ୍ତି, ଜ୍ଞାନରେ ବୁଢା ଲୋକ ପରି ହେବାକୁ ପ୍ରଭୁଙ୍କର କାର୍ଯ୍ୟକୁ ସିଦ୍ଧ କରିବା ପାଇଁ। ଆସନ୍ତୁ ପୁଅ ଝିଅ, ମୋହମାୟ ସଂସାର, ମଦ୍ୟପାନ ଓ ଅନ୍ୟାନ୍ୟ ନିଶା ସେବନ ବଢି ଚାଲିଛି। ତାର ଭିତରେ ଅନେକ ଯୁବକ ହେଇଯାଉଛନ୍ତି ବିନା କାରଣରେ। କୋମଳ କୋମଳ ପିଲାମାନେ ତାର ଆୟୁତରେ ପଡି ଯାଉଛନ୍ତି ମଦ୍ୟପାନ ଆୟୁତରେ, ଆଉ ବେମାରୀ ହେଇ ଡ୍ୟାମେଜ ହେଇଯାଉଛି ଲାଇଫ। ତ ଏଣୁ ଧାରା ପାଇବା ପାଇଁ ଆଜିର ସଣ୍ଡେ ସ୍କୁଲ ସେବାରେ ପୁଅମାନେ ଝିଅମାନେ ପରମେଶ୍ୱରଙ୍କ ନିକଟବର୍ତ୍ତୀ ଆଜି এই କ୍ଷଣିକ ପାଇଁ ପ୍ରଭୁ ଆପଣଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ଜୟ ସର୍ବଶକ୍ତିମାନ ପ୍ରଭୁ, ତୁମ ଗୌରବ ନାମ ଧନ୍ୟ ପ୍ରଭୁ, ତୁମେ ସମସ୍ତଙ୍କ ପ୍ରେମମୟ, ସମସ୍ତଙ୍କ ଦୟାମୟ। ମଣ୍ଡଳର ପୁଅ ଝିଅମାନଙ୍କୁ, ଯୁବା ଯୁବତୀମାନଙ୍କୁ ସମର୍ପଣ କରି ପ୍ରାର୍ଥନା କରୁଛି। ପ୍ରଭୁ ତୁମ ଶିକ୍ଷାରେ, ତୁମ ଜ୍ଞାନରେ, ତୁମ ଆଶୀର୍ବାଦରେ ପିଲାମାନେ ଯେପରି ଶକ୍ତିଯୁକ୍ତ ଭାବରେ ଦୀର୍ଘାୟୁରେ ପ୍ରବେଶ କରନ୍ତି, ଏଥିପାଇଁ ମଣ୍ଡଳୀରେ ତୁମ ଶକ୍ତି କାର୍ଯ୍ୟର ଆଶୀର୍ବାଦ ସହଲବ୍ଧ ହଉ। ଯେତେ ବୟସ୍କ ଅଛନ୍ତି ସମସ୍ତଙ୍କୁ ଆହୁରି ଆହୁରି ମଜବୁତ କର ପ୍ରଭୁ, ଶକ୍ତିଯୁକ୍ତ କର। ଆତ୍ମିକ ଅନୁଭବରେ ପୁଣି ତୁମ ଦାସ ଦାସୀ ସମସ୍ତଙ୍କୁ ପିଲାମାନଙ୍କୁ ଆଶୀର୍ବାଦ କର। ଅଧିବେଶନର ଅବଶିଷ୍ଟାଂଶ ସମୟକୁ ତୁମଠାରେ ସମର୍ପଣ କରି ପ୍ରଭୁ ଯୀଶୁଙ୍କର ପ୍ରାର୍ଥନା କରି